ପିନ୍ଧୁଥିବ ନିଶ୍ଚୟ। କେହି ଜଣେ ଝଗଡ଼ା କଲେ ତା ପାଇଁ ଆଉ ଜଣେ ବାହାରି ପଡୁଥିବ ନିଶ୍ଚୟ। ରାଇଟ୍ ରାଇଟ୍, ତମେ କେମିତି ଜାଣିଲ? ତମର ବି ସାଙ୍ଗ ଥିଲେ ନା କଣ? ଗୋଟାଏ ବାଇ, ଗୋଟାଏ ମୋବାଇଲ ଫୋନ, ଗୋଟାଏ ପ୍ରେମିକା। ଦି ଜଣ ଗୋଟିଏ ଝିଅକୁ ଲାଇନ ମାରୁଥିଲୁ ସତ, ହେଲେ ସେ ଶଳାଟା ଜିତିଗଲା। ଗୀତା ତାହାର ହେଇଗଲା। ହଁ ଗୀତା, ସେଇ ଗୀତା ନାଁଟା ଆମ ଭିତରେ ଭିଲେନ ହେଇଗଲା ରେ ଭାଇ। ଗୀତା ପାଇଁ ମହାଭାରତ, ସେଦିନର ମହାଭାରତ ଅର୍ଜୁନ ଆଉ ଦୁର୍ଯ୍ୟୋଧନଙ୍କ ଭିତରେ, ଆଉ ଆଜିର ମହାଭାରତ କୃଷ୍ଣ ଅର୍ଜୁନଙ୍କ ଭିତରେ, ଦେବୀତୋଷ ମିଶ୍ର ଆଶୁତୋଷ ଭିତରେ। ଆଶୁତୋଷ ମହାପାତ୍ର ଆଜିର କୋଟିପତି, ମୋ ପିଲାଦିନର ସାଙ୍ଗ। ଶଳାଟା ଗୀତା ପାଇଁ ଶତ୍ରୁ ହେଇଗଲା। ଦିନେ ଆସୁ ମୁଁ ଗୀତା ଗୋଟେ କାରରେ ଦାରିଙ୍ଗବାଡି ବୁଲିବାକୁ ଯାଉଥିଲୁ, ହଠାତ୍ ଗାଡିଟା ଘାଟି ତଳକୁ ଖସି ପଡିଲା। ଭାଗ୍ୟ ଭଲ ଆମେ ବଞ୍ଚିଗଲୁ। ପ୍ରଥମେ ମୁଁ ଭଲ ହେଲି, ତାପରେ ଗୀତା। 2 ମାସ ପରେ ଆସୁ ମୁଁ ଘରେ ଥାଏ, ଗୀତା ମତେ ଫୋନ କଲା। ମୁଁ ପଚାରିଲି କୋଉଠି, ସେ କହିଲେ ଡକ୍ଟରଙ୍କ ପାଖରେ। ମୁଁ ଯାଇ ପହଞ୍ଚିଲି, ଦେଖିଲି ଗୀତା ଚୁପଚାପ ଠିଆ ହେଇଛି। ମତେ ଦେଖି ଛୋଟ ଛୁଆଙ୍କ ଭଳି କାନ୍ଦିଲା। ମୁଁ ପଚାରିଲି ଡକ୍ଟର କଣ କହିଲେ? ସେ କହିଲେ ଡକ୍ଟର କହିଲେ ଏ ଝିଅ କେବେ ଜୀବନରେ ପିଲାର ମା ହେଇପାରିବନି। ଗୀତା, ସେତେବେଳକୁ ଗୀତା ସହିତ ମୋ ସାଙ୍ଗର ବାହାଘର ଡେଟଟା ଫାଇନାଲ ସରିଥାଏ। ସେତିକି ବେଳେ ଗୀତା କହିଲା ମୁଁ ବାହା ହେବିନି। କଣ ପାଇଁ ବାହା ହବନି? ଆରେ ବାହାଘର ଅର୍ଥ ସନ୍ତାନ ସୃଷ୍ଟି କରିବା ନୁହଁ ନା? ବୁଝେଇଛି ହେଲେ ବୁଝିଲାନି। କହିଲା ନିଜ ପ୍ରେମିକକୁ ପାଇବା ପାଇଁ ଗୋଟେ ବଂଶର ଭବିଷ୍ୟତ ସହିତ ଖେଳିବା ପାପ ହବ। ଏଇ କଥାଟାକୁ ତମେ ସେଦିନ ତା ପ୍ରେମିକକୁ କହିଲନି କାହିଁକି? ରାଣ ପକାଇଦେଲା, ମୋ ସାଙ୍ଗର ରାଣ। ଜଗନ୍ନାଥଙ୍କ ରାଣ ପକାଇଥିଲେ ମୁଁ କହିଦେଇଥାନ୍ତି, ହେଲେ ମୋ ସାଙ୍ଗର ରାଣ ପକେଇଦେଲା ଇଡିୟଟଟା। ଯୋଉଥିପାଇଁ କି ଆସୁକୁ ମୁଁ ଏପର୍ଯ୍ୟନ୍ତ ସେ କଥାଟା କହିପାରିନି। କେମିତି କହିବି? ରାଣ ପକେଇଛି, ମୋ ସାଙ୍ଗର ଅମଙ୍ଗଳ ହବନି। ଆଉ ତାପରେ ଗୀତା ଅଲଗା ଜାଗାରେ ବାହା ହେଇଗଲା ନା? ସେଇଠି ତ ଟୁଇଷ୍ଟ। ମୁଁ ଗୀତାକୁ କହିଲି ଗୀତା ତମେ ଯଦି ଆସୁକୁ ବାହା ନ ହବ ସିଏ ସେମିତି କୁଆରା ହେଇ ରହିଯିବ। ତମେ ଯଦି ଆଉ କାହାକୁ ବାହା ହବ ସିଏ ଆତ୍ମହତ୍ୟା କରିବ। ଗୀତା କଣ କହିଲା? ଗୀତା କହିଲା ସବୁଠୁ ଭଲ ହବ ମୁଁ ଆତ୍ମହତ୍ୟା କରିଦେବି। ମୁଁ ତାକୁ କହିଲି ଗୋଟେ କାମ କର, ଚାଲ ମୁଁ ତମ ସ୍ୱାମୀ ହେଇଯିବି। ମିଛିକା ସ୍ୱାମୀ କାହିଁକି ପଚାର? କାହିଁକି? ମୋ ସାଙ୍ଗ ମୋ ପାଇଁ ଯେତିକି ମୂଲ୍ୟବାନ, ମୋ ସାଙ୍ଗର ପ୍ରେମିକା ତ ସେତିକି ମୂଲ୍ୟବାନ। ତମାନେ ତୁମେ ଦି ଜଣ ମିଛିକା ସ୍ୱାମୀ ସ୍ତ୍ରୀ। ତା ମଥାର ସିନ୍ଦୁର ଦୁନିଆ ପାଇଁ, ତା ହାତର ଶଙ୍ଖା ବଦନାମରୁ ବଞ୍ଚିବା ପାଇଁ, ଆଉ ବର୍ଷକୁ ଥରେ ତା ହାତର ଗୋଟିଏ ରାକ୍ଷୀ ମୋ ହାତ ପାଇଁ। ଗୋଟେ ଦୁଃଖ କଣ ଜାଣିଛ ବନ୍ଧୁ? ମୁଁ ତା ପାଇଁ ଏତେ କଲି, ହେଲେ ସିଏ ମତେ ଭୁଲ ବୁଝିଲା। ତାର ପାଇଁ ମୁଁ ବର୍ବାଦ ହେଇଗଲି, ତାର ପାଇଁ ମୋ କମ୍ପାନୀ ନିଲାମ ହେଇଗଲା। ମୋ ଭଉଣୀକି ତା ଘରର ଚାକର ସହିତ ବାହା ଦେଇଦେଲା। ଏମିତିକି 2 ଦିନ ତଳେ ମୋ ଭଉଣୀର ପୁଅକୁ ମାରିଦେବା ପାଇଁ ସେ ବିଷ ଦେଇଥିଲା। ଏଇଟା ସମ୍ପୂର୍ଣ୍ଣ ମିଛ। ସେ କେବେ ବି ଏମିତି କାର୍ଯ୍ୟ କରିପାରିବନି। ଜାଣିଛି, ଆଦୌ କରିପାରିବନି। ସେ ଜାଣିଛି ମୋ ସାଙ୍ଗକୁ ମୁଁ କଣ ଚିହ୍ନିନି? ମୁଁ ଜାଣିଛି ମୋ ସାଙ୍ଗ କେବେ ଏମିତି କାମ କରିନଥିବ। ଜଣେ ଭଲ ବନ୍ଧୁ କେବେ ବନ୍ଧୁକ ଧରି ପାରିବନି, ଜଣେ ଭଲ ସାଙ୍ଗ କେବେ ଶତ୍ରୁ ହେଇପାରିବନି। ଜାଣିଛ, ଆଜି କି ଠିକ 20 ବର୍ଷ ତଳେ ଆମେ ଦିନେ ଏଇଠି ଥିଲୁ। ଏମିତି ବର୍ଷା ହଉଥାଏ, ଏଇଠି ଜଣେ ବାବୁ ରହୁଥାନ୍ତି, ତାଙ୍କ ପାଖରୁ ଗୋଟେ ସିଗାରେଟ ମାଗିକି ଟାଣିଲୁ। ସେ ହାରମୋନିୟମ ବଜାନ୍ତି, ଆମେ ଗୀତ ଗାଉ। କଟି ଡବଲ କଟି। লিভ ইট, আসছি।
দিনকতে